ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ। ଏଯାଏଁ ମର୍ଣ୍ଣିଂ ହେଇନି, କିନ୍ତୁ ମୁଁ ବାହାରି ପଡ଼ିଲି। ଉହୁଁ, ଆମେ ବାହାରି ପଡ଼ିଲୁ। କୁଆଡ଼େ ବାହାରିଲୁ ସେଇଟା ତ ଆପଣ ପରେ ଜାଣିବେ। ତ ଆପଣ ଦେଖିନିଅନ୍ତୁ ଆଗ ଯିବାର ଭିୟୁଟା। ତ ଆକ୍ଚୁଆଲି କହିବାକୁ ଗଲେ ଜୀବନରେ ଯେତେ ବି ଆପଣ ପ୍ଲାନ୍ କରନ୍ତୁ, ସବୁବେଳେ ତାହା ହିଁ ହେଇଥାଏ ଯାହା ପୂର୍ବ ନିର୍ଦ୍ଧାରିତ ହେଇଥାଏ। ମୁଁ ଏଇ କଥା ଏଇଥିପାଇଁ କହୁଛି କି ଆଜି ପର୍ଯ୍ୟନ୍ତ ଆମେ ଯେତେ ବି ପ୍ଲାନ୍ କରୁ ତ ସବୁ ଜିନିଷ ସକ୍ସେସ୍ ହୁଏନି। କିନ୍ତୁ ବେଳେବେଳେ ନା ଗୋଟେ ଗୋଟେ ଜିନିଷ ପୁରା ହିଁ ଅନପ୍ଲାନ୍ ଥାଏ, ଯାହା ବିଷୟରେ ଆପଣ କେବେ ଭାବି ବି ନଥାନ୍ତି, କିନ୍ତୁ ସେଇଟା ସକ୍ସେସ୍ ହେଇଯାଏ। ତ ଏମିତିକା ଗୋଟେ ଜିନିଷ ଆଜି ମୋ ସହିତ ବି ହେଲା। ତ ଆକ୍ଚୁଆଲି ଆମର କିଛି ପ୍ଲାନ୍ ନଥିଲା, କିନ୍ତୁ ହଠାତ୍ କିନା ଆମକୁ ଡାକରା ପଡ଼ିଲା। କେଉଁଠୁ ଡାକରା ପଡ଼ିଲା ଆପଣମାନେ ଭ୍ୟୁରୁ ଜାଣିପାରୁଥିବେ। ତ ଆପଣମାନେ ଦେଖୁଛନ୍ତି ଏଇଟା ହେଉଛି ଚିଲିକା। ମା କାଳିଜାଇଙ୍କ ପାଖକୁ ଆମକୁ ଡାକରା ପଡ଼ିଗଲା। ତ ସତ କହିବି ଆମର କିଛି ବି ପ୍ଲାନ୍ ନଥିଲା, କିନ୍ତୁ ହଠାତ୍ କିନା ଏମିତିକା ସୁଯୋଗ ମିଳିଲା ଯେ ଆମେମାନେ ସମସ୍ତେ ଚାଲିଲୁ ମା କାଳିଜାଇଙ୍କ ପୀଠକୁ। ଆଉ ସତ କହିବି ମୁଁ ତ କେବେ ବି ଏମିତି ପ୍ଲାନ୍ କରିନଥିଲି କି ମୁଁ ଯିବି ବୋଲି, ଆଉ ଏମିତିକା ଗୋଟେ ଦୃଶ୍ୟ ଦେଖିବି ବୋଲି। ତ ସତରେ ଗୋପବନ୍ଧୁ ଦାସ ଯାହା ବି କହିଛନ୍ତି ନା କି ରହ ରହ କ୍ଷଣେ ବାଷ୍ପୀୟ ସକଟ ଦେଖିବି ଚିଲିକା ଚାରୁ ଚିତ୍ରପଟ, ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବେ ବିଶ୍ୱ ଏ ଛବି କି ସମ୍ଭବ। ତ ଆଜି ମୁଁ ଏଇ ଯେଉଁ ଲାଇନ୍ର ଅର୍ଥ ପୁରାପୁରି ବୁଝିପାରୁଛି ଯେ ଗୋପବନ୍ଧୁ ଦାସ ଏମିତି କାହିଁକି କହିଥିଲେ। ଆଉ ତାପରେ ସେ ଏଇଆ ବି କହିଥିଲେ, ନୀଳ ବିଚିମାଳା ଧୀରେ ଧୀରେ ଯାଏ, ଲାଗୋଇ ସ୍ୱପ୍ନେ ଦେଖିଲା ପରାଏ, ସନ୍ତରନ୍ତି ପକ୍ଷେ ପକ୍ଷୀ ଦଳ ଦଳ, ଓଲଟିଣ ତଳେ ଦିଶନ୍ତି ଯୁଗଳ। ତ ଆପଣମାନେ ମୁଁ ଯାହା ବି ଲାଇନ୍ କହିଲି ଆପଣମାନେ ଏ ଭ୍ୟୁରୁ ସବୁ କିଛି ରିଲେଟ୍ କରିପାରୁଥିବେ। ତ ଏତେ ସୁନ୍ଦର ଜାଗା, ସତରେ ବିଶ୍ୱରେ ଏମିତିକା ଜାଗା ଏକ୍ଜିଷ୍ଟ କରୁଛି ସେଇଟା ଆପଣ ସେତେବେଳେ ବିଶ୍ୱାସ କରିବେ ଯେତେବେଳେ ଆପଣ ଯାଇକି ନିଜ ଆଖିରେ ଦେଖିବେ। ଯେମିତିକି ମୁଁ ଦେଖିପାରୁଥିବେ ଏତେ ସାରା ପକ୍ଷୀ ମାନେ ଉଡ଼ୁଥିଲେ, ଆପଣଙ୍କୁ ବିଶ୍ୱାସ ବି ହେବନି ଯେ ଆପଣ ଗୋଟେ ବାସ୍ତବ ଜିନିଷ ଦୁନିଆରେ ଅଛନ୍ତି ବୋଲି। ତାପରେ ଆମେ ଏଇଠି 45 ମିନିଟ୍ର ଜର୍ଣ୍ଣି ପରେ ଆମେ ସିଧା ଯାଇ ପହଞ୍ଚିଗଲୁ ମାଆଙ୍କ ପାଖରେ। ତ ଯେହେତୁ ଏଇଟା ଜାନୁଆରୀ ମାସ ଆଉ ପୁଣି ସଣ୍ଡେ ଥିଲା, ତ ଭକ୍ତମାନଙ୍କର ଭିଡ଼ ଆପଣ ଦେଖିପାରୁଥିବେ ବହୁତ ହି ଗହଳି ଥିଲା। ତ ଯାହା ହଉ କିନ୍ତୁ ମାଆଙ୍କ ଦର୍ଶନ ମିଳିଲା, ସେଇଟା ହେଉଛି ବହୁତ ହି ବଡ଼ କଥା। ଆମେ ଯାଇକି ଟିକେ ଭୋଗ କରିଦେଲୁ। ଭୋଗ କରିସାରିଲା ପରେ ଏଇଠି ମହାଦେବ ବି ଅଛନ୍ତି, ମହାଦେବଙ୍କୁ ଦର୍ଶନ କରିସାରି ଟିକେ ଆଖୁ ରସ ପିଇଦେଲୁ। ଓ ଆଖୁ ରସ ପିଇ ଦେଇକି ସେ ଉପରେ ଗୋଟେ ଭ୍ୟୁ ପଏଣ୍ଟ ଅଛି, ତ ଆମେ ସେଇଠିକୁ ତରତର ହେଇକି ଚାଲିଲୁ, କାହିଁକିନା ସେପଟେ ଡଙ୍ଗା ଭାଇ ବି ଆମକୁ କମ୍ ଟାଇମ୍ ଦେଇଥିଲେ। ତାପରେ ଆମେ ରିଟର୍ଣ୍ଣ କଲୁ। କିନ୍ତୁ ଗୋଟେ ଜିନିଷ ମୁଁ ଲକ୍ଷ୍ୟ କଲି, ଆମେ ଗଲାବେଳେ ସୂର୍ଯ୍ୟଙ୍କୁ ବାଦଲ ସବୁ ଢାଙ୍କି ଦେଇଥିଲେ, ଆଉ ଆମେ ରିଟର୍ଣ୍ଣ କଲାବେଳକୁ ସୂର୍ଯ୍ୟ ପୁରାପୁରି ଫାଙ୍କାରେ ଥିଲେ, ଆଉ ଏତେ ବଢ଼ିଆ ସନଲାଇଟ୍ ମିଳୁଥିଲା। ତ ଆପଣ ଦେଖିକି ଜାଣିପାରୁଥିବେ। ତାପରେ ଆପଣ ଚିଲିକା ଯାଇଛନ୍ତି, ଆଉ ଏ କଇଥ ଚଟଣି ଆଉ ଏ ଫଳ ସବୁ ନ ଖାଇବେ ସେଇଟା ତ ହେବନି। ତାପରେ ଆମେ ସିଧା ଚାଲିଲୁ। କେଉଁଠିକି ଚାଲିଲୁ ସେଇଟା ତ ମୁଁ ପରେ ଆଉ ଗୋଟେ ସେକେଣ୍ଡ ବ୍ଲଗ୍ରେ କହିଦେବି, କାହିଁକିନା ଏଇଟା ବହୁତ ହି ବଡ଼ ଭିଡ଼ିଓ ହେଇଯିବ, ମୁଁ ଆପଣଙ୍କୁ ସବୁ ଦେଖାଇ ପାରିବିନି। ତ ଏତିକିରେ ହେଇଯାଇଥିଲା ଆମର ଲଞ୍ଚ ଆୱାର, ଆଉ ଆମେ ସମସ୍ତେ ଆସିକିରି କରିଥିଲୁ ଲଞ୍ଚ। ରହିଲି, ଟାଟା।